9 ଜୁନ୍ 2025 ପ୍ରମେୟରେ ପ୍ରକାଶିତ ଆଶା ଓ ଅଭିଯୋଗ। ଆଶା ଓ ଅଭିଯୋଗ ଦୁଇଟି ମଣିଷର ଆନନ୍ଦମୟ ଜୀବନର ବାଧକ। କାହାଠାରୁ କିଛି ବି ଆଶା କରିବା ମଣିଷର ମନରେ ଦୁଃଖ ଧରିଦିଏ। ତାହା ବନ୍ଧୁବାନ୍ଧବ ଠାରୁ ହେଉ ବା ସମାଜର ଅନ୍ୟ କାହାଠାରୁ ହେଉ ବା ଏପରିକି ପରିବାର ଠାରୁ ମଧ୍ୟ କିଛି ଆଶା ରଖିଲେ ତାହା ପୂରଣ ନହେଲେ ମଣିଷ ଅନେକ ଦୁଃଖ ପାଏ। କାହା ବିରୁଦ୍ଧରେ ଅଭିଯୋଗ କଲେ ମଧ୍ୟ ମଣିଷ ମନରେ ତାହା ବିକାର ସୃଷ୍ଟି କରାଏ। ବ୍ୟକ୍ତି ସ୍ୱାର୍ଥ ପାଇଁ କୌଣସି ଆଶା ରଖିବା ବା ଅଭିଯୋଗ କରିବା ଅର୍ଥ ନିଜକୁ ଛୋଟ ମଣିବା। ଏ ଦୁର୍ଲଭ ଜୀବନ ନିଜକୁ ଅସହାୟ ନ ମଣିଲେ କାହାଠାରୁ ଆଶା କରେ ନାହିଁ ବା କାହା ବିରୁଦ୍ଧରେ ଅଭିଯୋଗ କରେ ନାହିଁ। ଚାଲି ଜାଣିନଥିବା ମଣିଷ ହିଁ ସର୍ବଦା ବାଟର ଦୋଷ ଦେଇଥାଏ। ନିଜକୁ ଅସହାୟ ମଣୁଥିବା ମଣିଷ ହିଁ ସର୍ବଦା ଅନ୍ୟଠାରୁ କିଛି ଆଶା ରଖେ ବା କାହା ବିରୁଦ୍ଧରେ ଅଭିଯୋଗ କରେ। ସମାଜର ସାମୂହିକ ସ୍ୱାର୍ଥ ପାଇଁ କାହାଠାରୁ କିଛି ଆଶା କରିବା ବା କାହା ବିରୁଦ୍ଧରେ ଅଭିଯୋଗ କରିବା ମଣିଷର ପ୍ରବୃତ୍ତି, ଯାହା ମଣିଷର ବ୍ୟକ୍ତିତ୍ୱକୁ ଉଜ୍ଜଳମୟ କରେ। ଜୀବନ ଏକ ଆଦର୍ଶ, ଏକ ପ୍ରତିଯୋଗିତା ନୁହେଁ। ସବୁକିଛି ଗ୍ରହଣ କରିବା ହିଁ ଜୀବନ। ପାଇବା ନୁହେଁ, ଦେବା ହିଁ ଜୀବନ। ଆଶା ଆଉ ଅଭିଯୋଗ ନିରର୍ଥକ ଭାବନା ବ୍ୟକ୍ତିଗତ ଜୀବନର। ଅନେକ ଆମେ ଏହି ଭାବନାରେ କିନ୍ତୁ ଆଉଟୁ ପାଉଟୁ ଆଉ ମେଞ୍ଚାଏ ଦୁଃଖ ଅର୍ଜନ କରି ଜୀବନକୁ କରୁ ଦୁର୍ବିସହ, ଶରୀରକୁ କରୁ ରୋଗାକ୍ରାନ୍ତ। ଅନ୍ୟକୁ ଦୁଃଖ ଦେବା ଯେପରି ପାପ, ନିଜ ମନକୁ ଯନ୍ତ୍ରଣା ଦେବା, ନିଜ ଶରୀରକୁ ରୋଗାକ୍ରାନ୍ତ କରିବା ସେହିପରି ପାପ। ଆସ୍ତିକ ମତରେ ଭଗବାନ ବା ନାସ୍ତିକ ମତରେ ପ୍ରକୃତି ଏ ଶରୀରକୁ ସୃଷ୍ଟି କରିଛି, କିନ୍ତୁ ସ୍ଥିର ନିଶ୍ଚିତ ଯେ ଆମ ଶରୀରକୁ ଆମେ ସୃଷ୍ଟି କରିନାହାନ୍ତି। ତେଣୁ ଏ ମନକୁ, ଏ ଶରୀରକୁ ଯନ୍ତ୍ରଣା ଦେବାକୁ ଆମର ଅଧିକାର ଆସିଲା କେଉଁଠୁ? ଆଶା ଓ ଅଭିଯୋଗ ହିଁ ମଣିଷ ଜୀବନକୁ ସର୍ବଦା ଯନ୍ତ୍ରଣାକୁ ଠେଲିଦିଏ। ତେଣୁ ଆଶା ଓ ଅଭିଯୋଗ ଦୁଇଟି ଶବ୍ଦକୁ ଜୀବନର ଅଭିଧାନରୁ ସର୍ବଦା ଦୂରେଇ ଦେବାକୁ ଚେଷ୍ଟା କଲେ ଜୀବନ ହେବ ସଦା ଆନନ୍ଦମୟ।